ସାଙ୍ଗମାନେ ଇଏ ଆମର ଦାନ୍ତ ଘଷତେ କହୁଥିଲାନି କେତେ କଷ୍ଟରେ ତାକୁ ଦାନ୍ତ ଘଷିଲେ କହିଲେ ଘଷତେ ଖୋଜୁଥିଲାନି। ବୋଉ କହିଲା ଚାଲ ଗୋଟେ ବଢ଼ିଆ ଜିନିଷ ଅଛି ଗଛରେ ଅଛି ନେଇଯିବେ ଲୋକ ଆସିକିରି। ଆଉ ଇଏ ତାର କହିଲା ମୁଁ ବି ଖରାରେ ହୁଟାଟା ଦୋଳି ଦିଏ। ଛୁଆ ବି ତାର ସେଠି ବଦମାସ କରତେ ଲାଗିଗଲା। କହିଲେ ଚାଲ ଗଲା ବେଳକୁ ଦେଖିଲା ବେଳକୁ ସାଙ୍ଗମାନେ ଗଛରେ ଖାଲି ବଡ଼ ବଡ଼ କୁରକୁଟି ବସା ଅଛି। କହିଲେ ବିଛେଇ ନେଇଯିବେ ନହେଲେ ଲୋକ ଆସିନେ କିଏ ଦେଖିନେ ନେଇନେବେ। ସାଙ୍ଗମାନେ ଆମେ ସକାଳୁ ଗଲେ କାହିଁକି ନା ହାତ ଗୁଡ଼ା ନହେଲେ କାମୁଡ଼ିକି ସେମାନେ ପଳେଇଦେବେ। ସକାଳରେ ହେନେ ସେମାନେ ବାହାର କରନ୍ତେନି ଥଣ୍ଡା ପାଗରେ। ହଉ କହିଲେ ସବୁଗୁଡ଼ା ବିଛେଇକି ନେଇଯିବା। ବହୁତ ଉଞ୍ଚାରେ ସାଙ୍ଗମାନେ ଗଛରେ ହେଇଥିଲା କିନ୍ତୁ ତାକୁ ଡାଳକୁ ଭାଙ୍ଗି ଭାଙ୍ଗି ସବୁ ବିଛେଇତେ ପଡ଼ିଲା। କିନ୍ତୁ ଜଲ୍ଦି ଜଲ୍ଦି ନ ବିଛେଇନେ ତା ଭିତରେ ଯାହା ହେଇଥିବ ଭାତ ଗୁଡ଼ା କୁହନ୍ତି କୁରକୁଟି ଗୁଡ଼ା ସବୁ ବାହାରିକି ପଡ଼ିଯିବେ। ଆଉ କହିଲେ ଭାଙ୍ଗିକି ସବୁ ବ୍ୟାଗ୍ ଭିତରେ ରଖିଦିଅ କିନା ନା ସେମାନେ ବାହାରିକି ପଳେଇବେ ଆଉ ବହୁତ ଗୁଡ଼ା କାମୁଡ଼ିବେ। ମୁଁ କହିଲି ଚାଲ ସେ ପୋଖରୀ ପାଖରେ ବଡ଼ ବଡ଼ ବସା ହେଇଛି ସେଗାକୁ ଗୁଡ଼ା ତୋଳି ଆଣିବା ନହେଲେ ସେଗୁଡ଼ା ବି କେହି ଲୋକ ନେଇଯିବେ। ସାଙ୍ଗମାନେ କହିଲେ ଚାଲ ପୋଖରୀ ପାଖରେ ହେଇଛି। ଆମେ ସମସ୍ତେ ଗଲେ ଦେଖିଲା ପରେ ଏଠି ବି ବଡ଼ ବଡ଼ ବସା ହେଇଥିଲା ସାଙ୍ଗମାନେ ଗଛ ଉପରେ। ଛୁଆ କହୁଛି ହେଇକି ବଡ଼ ବଡ଼ ବସା ଗୁଡ଼ା ସେଗା ଗୁଡ଼ା ବିଛାଅ। ତାପରେ ଆମେ ସାଙ୍ଗମାନେ ଗଛକୁ ଟାଣିକି ଭାଙ୍ଗିଲେ ବିଛେଇଲେ। ଆଉ ସାଙ୍ଗମାନେ ଏ ବ୍ୟାଗରେ ପାଖାପାଖି ବହୁତ ଗୁଡ଼ା ଅଛି ଏ ବ୍ୟାଗରେ ଅଛି। କହିଲେ ଚାଲ ଏ ଘରକୁ ନେଇକି